ଆଜିର ଦୁନିଆର ସତ ରକ୍ତ ଠାରୁ ବହୁତ ଦାମୀ ଅଟେ ଲୁହ। କାହିଁକି ନା ସମୟ ପଡ଼ିଲେ ରକ୍ତ କିଣି ହୁଏ କିନ୍ତୁ ଲୁହ ନୁହେଁ। ଓଂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଏପ୍ରିଲ ମାସ 11 ତାରିଖ, ଓଡ଼ିଆ ଚୈତ୍ର ମାସ 29 ଦିନ, ଶୁକ୍ରବାର, ଶୁକ୍ଳ ପକ୍ଷ, ଚତୁର୍ଦ୍ଦଶୀ ତିଥି, ଯାହା ରାତ୍ରି 2:37 ପର୍ଯ୍ୟନ୍ତ ରହୁଛି। ଆଜି ଉତ୍ତର ଫାଲ୍ଗୁନୀ ନକ୍ଷତ୍ର, ଯାହା ଅପରାହ୍ନ 3:08 ପର୍ଯ୍ୟନ୍ତ ରହୁଛି। ଆଜି କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:33। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଯାହାକି ଅପରାହ୍ନ 5:58। ଆଜି ଯୁଗ୍ନି ରହିଛି ପଶ୍ଚିମ ଦିଗେ, ଯାହା ରାତ୍ରି 2:37 ପରେ, ଯାହାକି ବାୟୁକୋଣରେ ଯୁଗ୍ନି ରହିବ। ଆଜି ଘାତ ଚନ୍ଦ୍ର ରହିଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଅପରାହ୍ନ 3:08 ମଧ୍ୟ ରହିଛି ଏକ ପାଦ ପୁଷ୍କର ଦୋଷ। ଫଳ ରହୁଛି ବଂଶହାନି। ଆଜି ଚତୁର୍ଦ୍ଦଶୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ବିରି ଭୋଜନ ନିଷେଧ ରହିଛି। ଆଜି ହଉଛି ଶିବ ଦମନ ଚତୁର୍ଦ୍ଦଶୀ। ଏହି ଶିବ ଦମନ ଚତୁର୍ଦ୍ଦଶୀରେ ଆପଣମାନେ ଶିବଙ୍କ ଠାରେ ବ୍ରତ ଉପବାସ ରଖିପାରିବେ, ଯାହା ଆପଣଙ୍କର ଗ୍ରହରିଷ୍ଟ ଖଣ୍ଡନ ହେବା ସହିତ ଭାଗ୍ୟ ପରିବର୍ତ୍ତନଶୀଳ ହେବ। ଆଜିର ଅଶୁଭ ବେଳା, ଯାହା ଦିବା 8:37 ରୁ ଦିବା 12:28 ମଧ୍ୟ ରହିଛି, ଯାହାକି ରାହୁ କାଳ ସହିତ 12 ବେଳା ଏବଂ କାଳ ବେଳା। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 7:09 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 7:57 ରୁ ଦିବା 8:36 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:07 ରୁ 3:55 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, ଯାହାକି ଆପଣଙ୍କର ଯେକୌଣସି କାର୍ଯ୍ୟ କରିବେ ସେଥିରେ ପ୍ରଗତି ଆଣିବାର ପୂର୍ଣ୍ଣ ଉପଯୁକ୍ତ ଯୁଗ ବନଉଛି। ଆଜି ମେଷ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ସହିତ ନିଜର ଦକ୍ଷତା ବଳେ ସମସ୍ତ କାର୍ଯ୍ୟ ପୂରଣ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ କରୁଛନ୍ତି, ଯଦି ଆପଣ ନୂତନ କିଛି କାର୍ଯ୍ୟ ପାଇଁ ଅନୁକୂଳ ଯୁଗ ରହୁଛି। ତତ୍ସହିତ ମେଷ ରାଶି ବ୍ୟକ୍ତିଙ୍କର ଯଦି ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ମେଷ ରାଶି ବ୍ୟକ୍ତି ଯଦି ରାଜନୈତିକ ସାମାଜିକ କ୍ଷେତ୍ରରେ ଜଡ଼ିତ ଅଛନ୍ତି, ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଆଜି ଉପଯୁକ୍ତ ଦିନ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ସେମାନଙ୍କର ଆଜି ଭାଗ୍ୟ ଶୁଭଯୁଗ ସ୍ଥିତିରେ ରହୁଥିବାରୁ ପ୍ରେମପୂର୍ଣ୍ଣ ଭାବନା ଦେଖାଦେବ ଆପଣଙ୍କର ଜୀବନ ସାଥୀଙ୍କ ସହିତ ଏବଂ ଆଜି ନିଜର ମଧୁର ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ବନଉଛି। ଆଜି ମେଷ ରାଶି ବ୍ୟକ୍ତି ପରିବାର ସମ୍ପର୍କ ଭଲ ରହିବ। ତତ୍ସହିତ ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟ ଯଦି କରୁଛନ୍ତି, ଅନେକ ପ୍ରକାର ଲାଭଯୁକ୍ତ ରହୁଛନ୍ତି ଏବଂ ଅର୍ଥ ସଞ୍ଚୟ କରିବାର ଆଜି ଉପଯୁକ୍ତ ଦିନ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଶୁଭ ଯୁଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଯଦି ପୂର୍ବରୁ କିଛି ରୋଗ ଆପଣଙ୍କୁ ଯାହାକି ସ୍ୱାସ୍ଥ୍ୟ ସମସ୍ୟା ଥିବ, ତାକୁ ଆଜି ନାଶ କରିବାର ଉପଯୁକ୍ତ ଦିନ, ଯାହା ମେଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6,
ଭାଗ୍ୟ ରଙ୍ଗ ରହୁଛି ଯାହାକି ଗାଢ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଟିକେ ସାବଧାନ ହୋଇ ଚଳିବାକୁ ପଡିବ, କାରଣ ଆଜି ଆପଣଙ୍କ ଭାଗ୍ୟ ରାଶିରେ ଚନ୍ଦ୍ର ଯାହାକି ଘାତ ଚନ୍ଦ୍ରରେ ରହିଛନ୍ତି। ତେଣୁ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ବୃଷ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ବୃଷ ରାଶି ବ୍ୟକ୍ତି କାର୍ଯ୍ୟ ଗୁଡ଼ିକ ଆପଣ ସାବଧାନ ସହକାରେ କରିବାର ଆବଶ୍ୟକତା ରହିଛି। ଚାକିରି ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକୁ ଅତିରିକ୍ତ ଚାପ ବଢ଼ିପାରେ। ମାନସିକ ସ୍ଥିତିକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ସଦାବେଳେ ଶାନ୍ତ ସହକାରେ ନିଜର କାର୍ଯ୍ୟ କରନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ଆଜି ଉତ୍ସାହ ହାନିର ଯୁଗ। ନିଜର ସମ୍ପର୍କ ଆଜି ଅସ୍ଥିର ଆଡ଼କୁ ଗତି କରିପାରେ। ତେଣୁ ନିଜର ସମ୍ପର୍କକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ହୋଇନପାରେ। ତେଣୁ ଧ୍ୟାନ ପୂର୍ବକ ନିଜର ଶିକ୍ଷା ପ୍ରତି ସାବଧାନ ରୁହନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ଆଜି ଦିନଟି ସାବଧାନ ରୁହନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଲାଭ କରିବା ପାଇଁ ବହୁତ ପ୍ରୟାସ କରିବାକୁ ପଡ଼ିବ, ନହେଲେ ଆପଣ ଲାଭ ବା ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଫସି ଯାଇପାରନ୍ତି ଏବଂ ବେପାର ବାଣିଜ୍ୟରେ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ବୃଷ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ସହକାରେ ବେପାର ବାଣିଜ୍ୟ କରନ୍ତୁ ଏବଂ ଲାଭ ନିଶ୍ଚିତ କରନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ି ଯାଇପାରେ ହଠାତ୍, ଯାହା ପାଇଁ ଆପଣ ମାନସିକ ସ୍ଥିତି ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ ଏବଂ ବିଭିନ୍ନ ସମସ୍ୟା ଭିତରେ ସ୍ୱାସ୍ଥ୍ୟ ଆହୁରି ଖରାପ ହେବାର ଯୁଗ ବନଉଛି ଯଦି ଏହା ପ୍ରତି ଆପଣ ସାବଧାନ ନ ରହିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣଙ୍କର ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଆଶା ଅନୁଯାୟୀ ବିଶେଷ ଫଳ ନାହିଁ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ତେଣୁ ନିଜକୁ ଶାନ୍ତି ରଖିବା ପାଇଁ ଆପଣ ଧୈର୍ଯ୍ୟ ସହକାରେ ମିଥୁନ ରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ। କୌଣସି ତରବରିଆ ବା ଏକଛାଟିଆ ଭାବେ କାର୍ଯ୍ୟ କରନ୍ତୁ ନାହିଁ, କାରଣ ପରବର୍ତ୍ତୀ ଷ୍ଟେପରେ ସେ କାର୍ଯ୍ୟ ଗୁଡ଼ିକୁ ଆପଣଙ୍କୁ ମହଙ୍ଗା ପଡ଼ିପାରେ। ଆଜି ମିଥୁନ ରାଶି ବ୍ୟକ୍ତିରେ କାର୍ଯ୍ୟରେ ଚାପ ବଢ଼ିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ଆପଣଙ୍କୁ ଅନେକ ପ୍ରକାର ବିଫଳତା ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଉତ୍ସାହ କମିବ ଯୋଗୁଁ ଆପଣ ଟିକେ ଆଧ୍ୟାତ୍ମିକ କାର୍ଯ୍ୟରେ ଜଡ଼ିତ ରୁହନ୍ତୁ ଏବଂ କାର୍ଯ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କର କାର୍ଯ୍ୟ ନିଶ୍ଚିତ ଆଗକୁ ବଢ଼ିବ ଏବଂ ସଫଳତା ଆଡ଼କୁ ନିଶ୍ଚିତ କାର୍ଯ୍ୟ ଆପଣଙ୍କର ଭାଗ୍ୟ ସାଥ ଦେବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ହୋଇନପାରେ। ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କର ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ ନ ହୋଇପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନେ ମାନସିକ ଅଶାନ୍ତିରେ ଜଡ଼ିତ ହୋଇପାରନ୍ତି, ଯାହାକି ଆପଣଙ୍କର ସୁଖ ଆଜି ନିମ୍ନଗାମୀ ବା ସୁଖ ପ୍ରାପ୍ତ ନ ହୋଇପାରେ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ସମ୍ପର୍କରେ କିଛି ମତଭେଦ ଆପଣଙ୍କୁ ଭାରି କଷ୍ଟ ଦେଇପାରେ। ଆଜି ମିଥୁନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଟିକେ ସାବଧାନ ରୁହନ୍ତୁ, ନହେଲେ ଆଜି ଆପଣ କୌଣସି ଜାଗାରେ ଟଙ୍କା ହରାଇବାର ଚାନ୍ସ ରହୁଛି। ଆର୍ଥିକ ଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ ଯଦି ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସଚେତନ ହୋଇ ବେପାର ବାଣିଜ୍ୟ କରନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ହଜମ ଜନିତ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି। ତେଣୁ ମସଲା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରଭୀତ ଅନୁଭବ ରଖନ୍ତୁ। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4।
ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମାନେ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଶୁଭ ଯୁଗ ରହିଛି। ପ୍ରତ୍ୟେକ କାର୍ଯ୍ୟ ଆପଣ ଆଶା କରୁଥିବା ସମସ୍ତ କାର୍ଯ୍ୟ ନିଶ୍ଚିତ ସଫଳ ହେବ। ଆପଣ କିଛି ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ତେବେ ତୁମର ଉପରସ୍ଥ ଅଧିକାରୀ ମାନେ ଆପଣଙ୍କର କାର୍ଯ୍ୟଗୁଡ଼ିକୁ ନିଶ୍ଚିତ ପ୍ରଶଂସା କରିବେ, ଯାହା ଆପଣ ଚାକିରି କ୍ଷେତ୍ରରେ ପ୍ରଶଂସା ଲାଭ କରିବା ସହିତ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ରହିବ ଆପଣଙ୍କ ପ୍ରତି। ଆଜି କର୍କଟ ରାଶି ବ୍ୟକ୍ତି ଭାଗ୍ୟର ସୌଭାଗ୍ୟ ଯୁଗ ରହୁଛି। ତତ୍ସହିତ ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ କର୍କଟ ରାଶି ବ୍ୟକ୍ତିଙ୍କର ପୂର୍ଣ୍ଣ ଶୁଭ ଯୁଗ ରହିଛି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ଉତ୍ସାହ ରହିପାରେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଯାହାକି ଭଲ ରହିବ ନାହିଁ। ନିଜ ଭିତରେ ମନାନ୍ତର, ବିଶେଷ କରି ଗୁରୁଜନଙ୍କ ସହିତ ଆପଣଙ୍କର ମନାନ୍ତର ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଅର୍ଥଜନିତ ସଞ୍ଚୟ କରିବାର ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ ସହିତ ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଆଜି ଶୁଭ ଯୁଗ ରହିଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଯେକୌଣସି ବିଜନେସ୍ ଯାହାକି ନିଷ୍ପତ୍ତି ନେବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି, ଯାହାକି ଗ୍ରହର ପରିସ୍ଥିତି ଦେଖିଲେ ଆପଣଙ୍କର ପୂର୍ଣ୍ଣ ମାତ୍ରାରେ ଶୁଭ ଫଳ ପ୍ରାପ୍ତ କରିବାର ସୁଯୋଗ ଦେଉଅଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ ଠିକ ରହିବାର ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼େ। ତେବେ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା କିଛି ଥିବ ଆଜି ତାହା ଦୂରୀଭୂତ ହେବାର ଅନେକ ଚାନ୍ସ ରହୁଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମାନେ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଆତ୍ମବିଶ୍ୱାସର ହ୍ରାସ ପାଇବାର ଯୁଗ ବନଉଛି। ଆପଣ ମାନସିକ ସ୍ଥିତି ଭଲ ନ ରହିପାରେ। କାର୍ଯ୍ୟ ପ୍ରତି ଆପଣଙ୍କର ଉତ୍ସାହ ନ ରହିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଆପଣ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତି ନିଜର ଅନେକ ପ୍ରକାର କାର୍ଯ୍ୟ ଚାପରେ ରହିବେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ନିଜର ବ୍ୟବସ୍ଥା ଅନୁସାରେ କାର୍ଯ୍ୟ ହେବ ନାହିଁ। ତେଣୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଏହା ବୁଦ୍ଧିମାନର କାର୍ଯ୍ୟ ହୋଇପାରେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ହୋଇନପାରେ। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ତାଙ୍କ ପାଇଁ ବିଶେଷ ଶୁଭ ଫଳ ନ ହୋଇପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ସକଳ ପ୍ରକାର କାର୍ଯ୍ୟରେ ବାଧା ଯୁଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ନିଜ ଭିତରେ ଆପଣ ଦୋଷ ଲଦାନଦୀ ହୋଇ ନିଜ ଭିତରେ ମନାନ୍ତର ଅନେକ ପ୍ରକାର ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ, ଯାହା କଳହ ଏବଂ ନିଜର ସମ୍ପର୍କ ଖରାପ ଯୁକ୍ତ ହୋଇପାରେ। ତେଣୁ ଧ୍ୟାନ ପୂର୍ବକ ଆପଣ ଚୁପ୍ ରହିଲେ ଆପଣଙ୍କର ପାରିବାରିକ ସମ୍ପର୍କ ସ୍ଥିରତା ଆଡ଼କୁ ଅଗ୍ରଗତି କରିବ। ଆଜି ସିଂହ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରନ୍ତୁ। ଆଜି ଆପଣଙ୍କୁ ଲାଭ କରିବା ଟିକେ କଷ୍ଟକର ହୋଇପାରେ। ତେଣୁ ନିଜର ମାନସିକ ସ୍ଥିତିକୁ ସ୍ଥିରତା କରି ଧୈର୍ଯ୍ୟ ସହକାରେ ବେପାର ବାଣିଜ୍ୟ କରନ୍ତୁ ଏବଂ ନିଶ୍ଚିତ ଲାଭ ପ୍ରାପ୍ତ କରିବା ପାଇଁ ପ୍ରୟାସ କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଯନ୍ତ୍ରଣା ଭୋଗ କରିପାରନ୍ତି। ଯଦି ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିବ ତେବେ ନିଜର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ଯଦି ଦାନ୍ତ ଯନ୍ତ୍ରଣା ଯୁକ୍ତ ବା ଦାନ୍ତ ଜନିତ କିଛି ସମସ୍ୟା ଥିବ ଆପଣ ଟିକେ ଆଜି ସାବଧାନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମାନେ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି।
एबे चलंतु जानिबा कन्या राशि व्यक्तिଙ୍କ विषय। कन्या राशि व्यक्ति आज दिनटी आपणଙ୍କ ପାଇଁ ଯାହାକି शुभ जुग ରହୁଛି। प्रत्येक कार्य उत्तम फल आशा करिबा ପାଇଁ आपण मनକୁ स्थिरता आडକୁ अग्रगति करंतु एवं टिके संगीत सुनी निजर कार्य बा मानसिक स्थिति भल रखी कार्य करिले समस्त कार्य आपणଙ୍କର शुभ फल आडକୁ अग्रगति करि पारे। आज कन्या राशि व्यक्ति चाकरी रे जो कार्य करुछंती आपणଙ୍କର सहकर्मी सहित भल संपर्क रखिबा ପାଇଁ चेष्टा करी निजर कार्य हासिल करिबा ପାଇଁ सदाबेले चेष्टा करंतु। आज कन्या राशि व्यक्ति चाकरी संबंध कार्य जाकि इंटरव्यू एग्जाम थिले आपण निश्चित शुभ जुग परिस्थिति बनेइबो। तेणु यहा प्रति आपण धैर्य सहकारे आपण परीक्षा बा इंटरव्यू दियंतु एवं निश्चित शुभ फल प्राप्त करंतु। आज कन्या राशि व्यक्ति राजनीतिक सामाजिक क्षेत्र में जो माने जड़ित निश्चित आपण आशा अनुसार निजर कार्य बा आपण राजनीतिक कैरियर वृद्धि करिवो। आज कन्या राशि व्यक्ति जहाँकि प्रेम संबंध रे निज भितर मधुरता संपर्क बढ़ी पारे एवं आज कन्या राशि व्यक्ति जो माने पारिवारिक दृष्टि देखिले भल बुझामणा रो संभव जुग रहुची एवं निजर नीरवता जदि किसी समस्या आसे नीरवता ही आपणकर एक सुपर चाबिकाठी कहिले मध्य कन्या राशि व्यक्तिंकर एहा एक अतिरिक्त जहाँकि बुद्धिमान कार्य कह जाई पारे। आज कन्या राशि व्यक्तिंकर अर्थजनित कारोबार आपण धीरे धीरे लाभ करि पारंती किंतु धैर्य सहकारे निजर व्यापार वाणिज्य करिले समस्त लाभ प्राप्त करिवार पूर्ण सुजोग रहुची। जहा अनेक प्रकार जहाँकि अर्थजनित कारोबार आपणकर शुभ जुग रहुची। आज कन्या राशि व्यक्ति स्वास्थ्यगत दृष्टि देखिले आपणकर जहाँकि स्वास्थ्य समस्या आपणको टिके चिंता पकई दे पारे। तेबे आपण आज शत्रु मानकु विनाश करिवार एक उत्तम जुग कहिले मध्य अतिरिक्त हेब नाही कन्या राशि व्यक्तिंकर। आज कन्या राशि व्यक्तिंकर भाग्य संख्या रही जहाँकि 9, भाग्य रंग रहुची जहाँकि आपण माने हलदिया रंग व्यवहार करि परिबे एवं ग्रह माने आपण को आज जहाँकि 75% साथ दउछंती। एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज दिनटी आपणଙ୍କ ପାଇଁ जहाँकि पूर्ण शुभ जुग रहिची। व्यस्तता भितर मध्य आपणଙ୍କର समस्त कार्य जहाँकि सफलता पाई पारिबे। तुला राशि व्यक्ति गुरुत्वपूर्ण निष्पत्ति नबा पई आज उत्तम जुग रहुची। निजर भविष्यत कार्य निर्धारण करिबा पई आज समस्त प्रकार शुभ जुग रहुची। आज तुला राशि व्यक्तिंकर जहाँकि निजर कार्य द्वारा आपण आगकू बढ़िबा सहित चाकरी संबंध कार्य रे आपणको उत्तम फलाफल देव आपणको आनंदित मध्य करिवो। आज तुला राशि व्यक्ति जहाँकि प्रेम संबंध रे निज भितर भल बुझामणा रहिबो, सुख खबर मिलिबो एवं आज आपण आनंदित सहित परिवार वर्गଙ୍କ सहित हस खुशी रे दिन कटिबार सुजोग देव। तेबे तुला राशि व्यक्ति आज जहाँकि शिक्षार्थी विद्यार्थी मानकर जदि इंटरव्यू थिबो निश्चित कृतकार्य करिवार सुजोग रहुची। तत्सहित तुला राशि व्यक्ति आज राजनैतिक सामाजिक क्षेत्र में आपणकर दक्षता वृद्धि करिवो एवं अनेक प्रकार चाप भितर मध्य आपणकर प्रतिष्ठा लाभ रही पारे। तुला राशि व्यक्तिंकर राजनीतिक क्षेत्र रे आज तुला राशि व्यक्ति अर्थजनित कारोबार आपण अर्थ संचय करिवार पूर्ण सुजोग रहुची। व्यापार वाणिज्यर निष्पत्ति नबा पई आज उत्तम जुग रहुची। तत्सहित तुला राशि व्यक्ति जो माने व्यापार वाणिज्य करुछंती आज अनेक प्रकार लाभ प्राप्त करिवार उत्तम जुग रहुची जहा आपणक राशि चक्र जना पड़ुची। आज तुला राशि व्यक्तिंकर स्वास्थ्यगत दृष्टि देखिले आपण पूर्ण सुस्थ रहिबे। कौनसी आपणकर स्वास्थ्य समस्या रहिबो नाही जहा आपणक भाग्य चक्र जना पड़ुची। आज तुला राशि व्यक्तिंकर भाग्य संख्या रही जहाँकि 8, भाग्य रंग रहुची जहाँकि आपण माने मिश्रित कला रंग व्यवहार करि परिबे एवं ग्रह माने आपण को आज जहाँकि 90% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज दिनटी आपणकर पूर्ण आशीर्वाद रहुची भाग्य ग्रह आपणकर प्रत्येक फलाफल आपणक सपक्ष रे रहिबो। बिछा राशि व्यक्तिंकर आज
ଉପଯୁକ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ବିଛା ରାଶି ବ୍ୟକ୍ତିଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆପଣ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ, ଆପଣଙ୍କର କାର୍ଯ୍ୟକୌଶଳ ଦେଖି ନିଶ୍ଚିତ ଆପଣଙ୍କ ଉପରେ ସଦା ଖୁସି ରହିବେ ଆପଣଙ୍କର ଉପରସ୍ଥ କର୍ମଚାରୀ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ଶୁଭ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ରହୁଛି, ଯାହା ଅନେକ ପ୍ରକାର ଶୁଭ ଯୁଗ ପରିସ୍ଥିତି ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କ ପାଇଁ ଉତ୍ତମ ଯୁଗ ରହୁଛି, ଯାହା ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ। ଜୀବନ ସାଥୀଙ୍କ ସହିତ ମଧ୍ୟ ଉତ୍ତମ ସମ୍ପର୍କ ରହିବା ସହିତ ଆପଣଙ୍କର ରୋମାଣ୍ଟିକ ପରିବେଶ ମଧ୍ୟ ସୃଷ୍ଟି କରିପାରେ ଏବଂ ମଧୁର ବାର୍ତ୍ତାଳାପ କରିବା ପାଇଁ ଆଜି ଉତ୍ତମ ଯୁଗ ରହୁଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣଙ୍କର ପର୍ଯ୍ୟାପ୍ତ ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ବେପାର ବାଣିଜ୍ୟରେ ଯେଉଁମାନେ ଜଡ଼ିତ ଆଜି ବେପାର ବାଣିଜ୍ୟ ଜନିତ ନିଷ୍ପତ୍ତି ନେଇପାରନ୍ତି। ତତ୍ସହିତ ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ବିଛା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ରହୁଛି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କ ପାଇଁ ଏକ ଅପ୍ରାକୃତ ଲାଭ ପାଇବାର ପୂର୍ଣ୍ଣ ଉତ୍ତମ ଯୁଗ। ଭାଗ୍ୟ ଆପଣଙ୍କର ଶୀର୍ଷ ସ୍ଥାନରେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣଙ୍କର ସମସ୍ତ କାର୍ଯ୍ୟ ଧନୁ ରାଶି ବ୍ୟକ୍ତିଙ୍କର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି କାର୍ଯ୍ୟକ୍ଷେତ୍ରରେ ଆପଣ ବହୁତ ଆନନ୍ଦିତ ପାଇବା ସହିତ ବିଭିନ୍ନ ପ୍ରକାର କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଆପଣ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେବ ଏବଂ ଅନେକ ପ୍ରକାର ସୁଯୋଗ ମିଳିବ। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ଲାଭ କରିବା ସହିତ ଯେଉଁ ଧନୁ ରାଶି ବ୍ୟକ୍ତିମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଆଜି ଆନନ୍ଦମୟ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ କଥାବାର୍ତ୍ତା ଆପଣଙ୍କ ପାଇଁ କିଛି ସ୍ମରଣୀୟ ରହିପାରେ ଏବଂ ରୋମାଣ୍ଟିକ ପରିସ୍ଥିତି ମଧ୍ୟ ଉପୁଜିପାରେ। ତତ୍ସହିତ ଆଜି ମଧୁର ବାର୍ତ୍ତାଳାପ କରିବା ପାଇଁ ଧନୁ ରାଶି ବ୍ୟକ୍ତିଙ୍କର ଉତ୍ତମ ଯୁଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ଆଜି ଧନୁ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଲାଭ ପ୍ରାପ୍ତ ରହିବେ। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଆପଣଙ୍କର ଶୁଭ ଯୁଗ ରହୁଛି। ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଯୁଗ ରହୁଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଅର୍ଥ ମଧ୍ୟ ଆପଣ ସଞ୍ଚୟ କରିବାର ଉପଯୁକ୍ତ ଦିନ ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ମାନସିକ ସ୍ତରରେ ମଧ୍ୟ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ରହୁଛି ଆପଣମାନେ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଚିନ୍ତାଜନକ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣଙ୍କର ଭାଗ୍ୟ ଆଜି ନିମ୍ନଗାମୀ ରହିପାରେ, ମାନସିକ ଅଶାନ୍ତି ରହିପାରେ। ତେଣୁ ମକର ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟ ଧୈର୍ଯ୍ୟ ସହକାରେ କରନ୍ତୁ। ଯଦି ମାନସିକ ସ୍ଥିତି ଅସ୍ଥିରତା ଆଡ଼କୁ ଅଗ୍ରଗତି କରୁଛି ତେବେ ଆପଣ ସଙ୍ଗୀତ କିମ୍ବା ଆଧ୍ୟାତ୍ମିକ ପ୍ରବଚନ ଶୁଣନ୍ତୁ। ଦେଖିବେ ମକର ରାଶି ବ୍ୟକ୍ତି ଆପଣ ମନ ସ୍ଥିରତା ଆଡ଼କୁ ଅଗ୍ରଗତି କରିବ। ଆଜି ମକର ରାଶି ବ୍ୟକ୍ତି କାର୍ଯ୍ୟରେ ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ଚାକିରି ସମ୍ବନ୍ଧୀୟ କାର୍ଯ୍ୟ ଆପଣଙ୍କ ପାଇଁ ନିରାଶ କରିପାରେ ଏବଂ ମାନସିକ ଭାବେ ଆପଣ
ସ୍ଥିତି ଭଲ ନ ରହିପାରେ ଏବଂ କାର୍ଯ୍ୟରେ ଅନେକ ପ୍ରକାର ଭୁଲ କରିପାରନ୍ତି, ଯାହା ପାଇଁ ଉପରସ୍ଥ କର୍ମଚାରୀ ଠାରୁ ଆପଣ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଭାଗ୍ୟ ନିମ୍ନଗାମୀ ରହୁଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁ ବ୍ୟକ୍ତିମାନେ ଜଡ଼ିତ ଅଛନ୍ତି ସେମାନେ ନିଶ୍ଚିତ ନିଜର ବ୍ୟବହାରକୁ ଭଲ ରଖନ୍ତୁ। କାର୍ଯ୍ୟ କରୁଥିଲା ବେଳରେ ଆପଣ ଟିକେ ନିଜକୁ କଣ୍ଟ୍ରୋଲ ରଖନ୍ତୁ। କୌଣସି ଯୁକ୍ତିତର୍କ କଥାବାର୍ତ୍ତା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ, ନହେଲେ ପରିସ୍ଥିତି ଖରାପ ଆଡ଼କୁ ଅଗ୍ରଗତି କରିପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧ ଭାବ ପ୍ରବଣତା ଠାରୁ ନିଜକୁ ଦୂରେଇ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମକର ରାଶି ବ୍ୟକ୍ତି ପରିବାର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ନିଜର ପରିବାର ସମ୍ବନ୍ଧକୁ ମିଳିମିଶି କେମିତି କାର୍ଯ୍ୟ କରିବେ ସେଥିପାଇଁ ନିଶ୍ଚିତ ନିଜ ଭିତରେ ବୁଝାମଣା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମକର ରାଶି ବ୍ୟକ୍ତି ଅର୍ଥଜନିତ କାର୍ଯ୍ୟକଳାପରେ ଆପଣ ଆଜି କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଯଦି ଅର୍ଥଜନିତ ନିଷ୍ପତ୍ତି ନେଉଛନ୍ତି ପରବର୍ତ୍ତୀ ଷ୍ଟେପରେ ଏହା ଖରାପ ଆଡ଼କୁ ଅଗ୍ରଗତି କରିପାରେ। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ଚିନ୍ତା ବଢ଼ିପାରେ, ନିଜ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଆପଣମାନେ ହଳଦିଆ ଅଳ୍ପ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆଶା କରୁଥିବା ଫଳାଫଳ ଆପଣଙ୍କ ପାଇଁ ଅନୁକୂଳ ନ ହୋଇପାରେ। ଆପଣ ଯାହା କାର୍ଯ୍ୟ କରୁଥିବେ ଅନେକ ପ୍ରକାର ଚିନ୍ତା ଆପଣ ମାନସିକ ସ୍ଥିତିରୁ ଏକାଗ୍ରତା କମି ଯାଇପାରେ। ତେଣୁ ପ୍ରତ୍ୟେକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି କୁମ୍ଭ ରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଟିକେ ସଙ୍ଗୀତ ଶୁଣନ୍ତୁ, ମନ୍ତ୍ର ଜପ କରନ୍ତୁ, ଆପଣ ମାନସିକ ସ୍ଥିତି ଭଲ ରହିବ। ଆଜି କୁମ୍ଭ ରାଶି ବ୍ୟକ୍ତି ନିଜର କାର୍ଯ୍ୟକୁ ସଫଳ ବନେଇବା ପାଇଁ ନିଶ୍ଚିତ ଆପଣ ସହକର୍ମୀଙ୍କ ଠାରୁ ସହଯୋଗ ନିଶ୍ଚିତ ଆଶା ରଖନ୍ତୁ ଏବଂ ତାଙ୍କର ପରାମର୍ଶ ନିଅନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଅନେକ ପ୍ରକାର ଚାପ ଆସିବ, ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଜଡ଼ିତ ରହିପାରନ୍ତି। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଯେଉଁମାନେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ତାଙ୍କ ପାଇଁ ଆଜି ଉତ୍ତମ ଯୁଗ ନାହିଁ, ତେଣୁ ଶିକ୍ଷା ପ୍ରତି ନିଶ୍ଚିତ ସଚେତନ ରହି ନିଜର ପାଠ ପଢ଼ାକୁ ଆଗକୁ ବଢ଼ିବାର ଚେଷ୍ଟା କରନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ହାନି ଯୁଗ ରହୁଛି। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଜର ଭାବ ପ୍ରବଣତାକୁ ନିୟନ୍ତ୍ରଣରେ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତି ନିଜର ପରିବାର ବର୍ଗଙ୍କ ସହିତ ଭଲ ବ୍ୟବହାର କରନ୍ତୁ, ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ନହେଲେ ପରିବାର ସମ୍ବନ୍ଧ ଅନେକ ପ୍ରକାର ଖରାପ ଆଡ଼କୁ ଅଗ୍ରଗତି କରିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ଅର୍ଥଜନିତ କାରବାର କୌଣସି ରିସ୍କଫୁଲ କରନ୍ତୁ ନାହିଁ, ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଏହା ମହଙ୍ଗା ପଡ଼ିପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଜଡ଼ିତ ହୋଇପାରନ୍ତି। ତେଣୁ ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ଆଶା କରୁଥିବା ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଶୁଭ ଯୁଗ ରହୁଛି। ସମସ୍ତ ଗ୍ରହ ଆପଣଙ୍କୁ ଆଜି ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ଆପଣଙ୍କର ଆତ୍ମବିଶ୍ୱାସ ହିଁ ଅନେକ ପ୍ରକାର ସଫଳତା ଆଣିଦେବ ଆପଣଙ୍କ କାର୍ଯ୍ୟକଳାପରେ। ଆଜି ମୀନ ରାଶି ବ୍ୟକ୍ତି ନିଜର କାର୍ଯ୍ୟରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ଏବଂ ନିଜର ଉତ୍କୃଷ୍ଟ କାର୍ଯ୍ୟ ପ୍ରଦର୍ଶନ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ନିଶ୍ଚିତ ଉଚ୍ଚ ପଦ ଅଧିକାରୀଙ୍କ ଠାରୁ ଆପଣ ନିଶ୍ଚିତ ପ୍ରଶଂସାର ପାତ୍ର ବନିଯାଇପାରନ୍ତି ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯାହାକି ଆପଣଙ୍କ ପାଇଁ ଉତ୍ତମ ଯୁଗ ରହୁଛି, ନିଜର ଭାବନା ଭଲ ସାଥୀଙ୍କ ସହିତ ପ୍ରଦର୍ଶନ କରି ଉଭୟଙ୍କ ଭିତରେ ଭଲ ବୁଝାମଣା ରହିବ, ଯାହା ପ୍ରେମ ସମ୍ବନ୍ଧ ଆପଣଙ୍କ ପାଇଁ ଆଜି ଉତ୍ତମ ଯୁଗ ପରିସ୍ଥିତି ବନଉଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ, ନିଜ ଭିତରେ ପୂର୍ବରୁ ଥିବା ମତଭେଦ ଆଜି ଦୂରୀଭୂତ ହେବ। ଆଜି ମୀନ ରାଶି ବ୍ୟକ୍ତି ଯେଉଁମାନେ
ଚାକିରି ସମ୍ବନ୍ଧରେ ଇଣ୍ଟରଭ୍ୟୁ ଦେବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହୁଛି, ଯାହାକି ଆପଣଙ୍କ ସପକ୍ଷରେ ସମସ୍ତ ପ୍ରକାର ଶୁଭ ଫଳ ରହିବ। ତତ୍ସହିତ ମୀନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଉତ୍ତମ ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଅର୍ଥ ଆଜି ସଞ୍ଚୟ କରିପାରିବେ ଏବଂ ଅର୍ଥ ଜନିତ ଆଜି ଆପଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି। ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପାଇପାରନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ରହୁଛି ଆପଣମାନେ ଯାହାକି ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।